ନମସ୍କାର ବନ୍ଧୁ। ଆଜି ଗୋଟେ ନୂଆ କଥା ନେଇ ଆପଣମାନଙ୍କ ପାଖକୁ ଆସିଛି। କଥାଟି ହେଉଛି ଭାରତ ବର୍ଷରେ ଦୁଇ ଗୋଟି ଲୋକଙ୍କର ଚର୍ଚ୍ଚା ହେଉଛି ରାଜନୀତି ଠୁ ଆରମ୍ଭ କରି ବହୁତ କିଛି କଥା। ଆଜ୍ଞା, ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାରା ଦେଶ ଜାଣିଛନ୍ତି ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଧାନମନ୍ତ୍ରୀ, କିନ୍ତୁ ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ କେବେ ମାନିନି। କାହିଁକି? ଯେତେବେଳେ ଦେଶର ଜଣେ ଯେ ମୁଖିଆ, ଦେଶର ସେ କେତେ ବଡ଼ ଦାୟିତ୍ୱରେ ଅଛନ୍ତି, ସେଥିରେ ଯଦି କିଛି ବି ଅବହେଳା ହୁଏ, କିଛି ବି ଯଦି କମିଯାଏ, କିଛି ବି ଯଦି ପ୍ରଭାବ ପଡ଼େ, ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହେଉଛନ୍ତି ଆମ ପରିବାରର ମୁଖିଆ। ଯେମିତି ମୁଖ୍ୟ ଜଣେ ଥାଆନ୍ତି ଘରେ, ଠିକ୍ ସେଇଭଳି ଆମ ଦେଶର ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିଏ ହେଉଛନ୍ତି ଏ ସବୁଥିରେ। କିନ୍ତୁ ଅନପଢ଼, ଆଜି ପର୍ଯ୍ୟନ୍ତ କେତେ ପାଠ ପଢ଼ିଛନ୍ତି ତାର କୌଣସି ତଥ୍ୟ ସେ ଦେଇପାରୁନାହାନ୍ତି। ଥରେ ଅମିତ ଶାହା ଦଉଛନ୍ତି, ଆଉ ଥରେ ଆଉ କିଏ ଦଉଛନ୍ତି। ମିଛ ବହୁତ ବାହାରୁଛି ତାଙ୍କ ପଢ଼ାକୁ ନେଇକି। ସିଏ ହେଉଛନ୍ତି କ'ଣ ନା ବିଶ୍ୱଗୁରୁ, ଯିଏ ଅନପଢ଼, ଯିଏ ଦେଶ ଭ୍ରମଣ କରୁଛନ୍ତି ଆଦାନୀ ପାଇଁ, ଯିଏ ଦେଶକୁ, ଯାହାକି ଭାରତ ସ୍ୱାଧୀନ ପାଖରୁ ଯେଉଁ ଜିନିଷ ଥିଲା ଆଜି ସିଏ ଆଦାନୀକୁ ସବୁ ବିକି ସାରିଲେଣି। ଯାହା ବି ଆପଣ ଦେଖନ୍ତୁ, ସବୁ ଜିନିଷକୁ ସେ ବିକି ସାରିଲାଣି, ପ୍ରାଇଭେଟ ସେକ୍ଟରରେ ନେଇ କାମ କରାଉଛନ୍ତି, ଆଉ ଲୋକମାନଙ୍କ ଏଇ ତଣ୍ଟିରେ ଆଜ୍ଞା ଧରାଯାଉଛି। ଆପଣ ଦେଖନ୍ତୁ, ଠିକ୍ ସେହିପରି ରାହୁଲ ଗାନ୍ଧୀଙ୍କୁ ପପୁ ବୋଲି କୁହାଯାଉଛି। ନରେନ୍ଦ୍ର ମୋଦି ବୋଧେ ଜାଣିନାହାନ୍ତି, ରାହୁଲ ଗାନ୍ଧୀ ବିଶ୍ୱର ବଡ଼ ୟୁନିଭର୍ସିଟିରେ ସେ ପାଠ ପଢ଼ିକି ଆସିଛନ୍ତି। ସେ ଅନପଢ଼ ନୁହନ୍ତି, ତାଙ୍କର ଦିମାଗ ଏତେ ଛୋଟ ନୁହେଁ। ସେ ବହୁତ ସାହସୀ, ଆଉ ବହୁତ ଗରିବ ଦୁଃଖୀ ସବୁ କ୍ୟାଟାଗୋରୀ ଲୋକମାନଙ୍କ ପାଇଁ ସେ ତାଙ୍କର ବହୁତ ଦରଦ ଅଛି। ଆମେ ଦେଖୁଛୁ ସେ କାମ ସେଭଳିଆ କିଛି କରୁଛନ୍ତି। ଅନ୍ୟାୟ ବିରୁଦ୍ଧରେ ଯଥେଷ୍ଟ ସ୍ୱର ଉତ୍ତୋଳନ କରୁଛନ୍ତି। ଦେଶକୁ ଏକାଠି ରଖିବା, ଦେଶରେ ଯେଉଁ ଦୁର୍ନୀତି ଘଟୁଛି ତାକୁ ସାମ୍ନାକୁ ଆଣିବା, ସରକାରଙ୍କର ଯାହା ବି ଏଠି ଖରାପ ସବୁ ଚାଲିଛି, ତାଙ୍କ ମନ୍ତ୍ରୀମାନେ ଯାହା କରୁଛନ୍ତି, ଏ ସମ୍ପୂର୍ଣ୍ଣ ସିଏ ପୁରା ସାମ୍ନାକୁ ଆଣୁଛନ୍ତି। ଏଇଟା ତ ଗୋଟେ ବିରୋଧୀ ଦଳର ନେତାର କର୍ତ୍ତବ୍ୟ। ସିଏ ଲିଭଉଛନ୍ତି, ସେ କରୁଛନ୍ତି। କିନ୍ତୁ ଆମ ମାନ୍ୟବର ପ୍ରଧାନମନ୍ତ୍ରୀ, ଯିଏକି ବିଶ୍ୱଗୁରୁ, ସେ ସବୁ କଥା କିଛି କରିପାରୁନାହାନ୍ତି ଯେତିକି ତାଙ୍କର କର୍ତ୍ତବ୍ୟ କରିବାର ଅଛି। ବଡ଼ କଥା ହେଲା, ଯେତେବେଳେ ନରେନ୍ଦ୍ର ମୋଦି ଯାଉଛନ୍ତି ଅନ୍ୟ ଦେଶକୁ, ସେ ଭାଷା ସହିତ ନରେନ୍ଦ୍ର ମୋଦି ଡାଇରେକ୍ଟ କହିପାରୁନାହାନ୍ତି, ଟ୍ରାନ୍ସଲେଟ୍ କରାଯାଉଛି। ଜଣେ କେହି ମଝିରେ ରହୁଛି ଏବଂ ସେ ଭାଷାକୁ ଟ୍ରାନ୍ସଲେଟ୍ କରିକି ବୁଝାଉଛନ୍ତି। କିନ୍ତୁ ରାହୁଲ ଗାନ୍ଧୀ ସବୁ ଭାଷାରେ ତାଙ୍କୁ ଜଣା ଅଛି। ସେ ସିଧାସଳଖ ସମସ୍ତଙ୍କ ସବୁ ଭାଷା, ସବୁ ଦେଶରେ ସେ ତାଙ୍କର କଥା ହୁଅନ୍ତି। ଆଙ୍କୁ ହିଁ ଆମେ ପପୁ କହିବା? ଭୁଲ ଆଜ୍ଞା। ଆପଣ ବାଛନ୍ତୁ କିଏ ଆମ ଦେଶ ପାଇଁ ଯୋଗ୍ୟ, ବିଶ୍ୱଗୁରୁ ନା ପପୁ ବୋଲାଉଥିବା ଜଣେ ଦେଶପ୍ରେମୀ ଯୁବକ ରାହୁଲ ଗାନ୍ଧୀଙ୍କୁ। ରହିଲି।